ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଆମ ଓଡ଼ିଶା ରାଜ୍ୟ। ଆଉ ରାଜ୍ୟର ବିଭିନ୍ନ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୁଚି ରହିଛି ସୌନ୍ଦର୍ଯ୍ୟମୟ ପର୍ଯ୍ୟଟନସ୍ଥଳୀ, ଯାହାକି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥିଲେ ମଧ୍ୟ ପ୍ରଶାସନର ନଜର ଆଢ଼ୁଆଳରେ ରହିଯାଇଛି। ତେବେ ଆମେ କହୁଛୁ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଅଞ୍ଚଳରେ ଥିବା ପ୍ରକୃତି ମନଲୋଭା ରାଜଗିରି ଝରଣା କଥା। ରାଜଗିରି ପର୍ବତ ଉପରେ ରହିଛି ଜରାଜୀର୍ଣ୍ଣ ଅବସ୍ଥାରେ ଏକ ହନୁମାନ ମନ୍ଦିର। ଆଉ ମନ୍ଦିର ନିକଟରେ ରହିଛି 3 ଫୁଟ ଲମ୍ବର ହନୁମାନ ପାଦଚିତ୍ର, ଯାହାକୁ ଦେଖିଲେ ଗୋଟେ ପ୍ରକାର ଆଶ୍ଚର୍ଯ୍ୟ ଲାଗିଥାଏ। ତେବେ ହନୁମାନ ମନ୍ଦିର ପଛପଟକୁ 200 ମିଟର ଗଲେ କୁଳୁକୁଳୁ ନାଦ କରି ରାଜଗିରି ଝରଣାଟି ବହୁଥାଏ। ବିଚିତ୍ର ଏହି ଝରଣାଟି ପଥର ଖୋଳରୁ ବାହାରି ଏକତ୍ରିତ ହୋଇ ଜଳପ୍ରପାତ ଆକାରରେ ତଳକୁ ପଡ଼ିଥାଏ, ଯାହାକୁ ଦେଖିଲେ ଆପଣଙ୍କ ମନରେ ଏକ ପ୍ରକାର ଭାବନା ସୃଷ୍ଟି ହୋଇଥାଏ।